ଛୋଟ ଚାରା ଆଣିଲା ମାନେ ନା ଏଇଭଳିଆ ଅବସ୍ଥା ହବାକୁ ପଡ଼େ। କଣ ପାଇଁ କହିଲେ? ଛୋଟ ଚାରା ଆମେ ଜାଣିପାରନ୍ତିନି କୋଉଟା କି ରଙ୍ଗର ଫୁଲ ଫୁଟିବ। ସେଟା ଆମେ ଅପେକ୍ଷା କରିଥାନ୍ତି ଗଛ ବଡ଼ ହବ ଆଉ ଫୁଲ ଦବ। ତାପରେ ଆମେ ଜାଣନ୍ତି ଯେ ଗଛଟା ଏଇ ରଙ୍ଗର ଆମେ ଆଣିଥିଲେ ବୋଲି। ତ ସେଇଭଳି ମୋର ଡାଲିଆ ଚାରା ଗୁଡ଼ାକ ବହୁତ ଛୋଟ ଛୋଟ ଆଣିଥିଲି। କୋଉଟା 10 ଟଙ୍କା ନେଇଥିଲା, କୋଉଟା 15 ଟଙ୍କା ନେଇଥିଲା ଏମିତି ଭାବରେ ଆଣିଥିଲି। ଆଉ ମିନି ଡାଲିଆଟା କେବଳ ମୋର ନେଇଥିଲା 25 ଟଙ୍କା। କିନ୍ତୁ ଇ ଛୋଟ ଛୋଟ ଚାରା ଯେହେତୁ ଆଣିଥିନି ତ ଏଥିରେ କଣ କହିଲେ ସବୁ ଗୁଡ଼ାକ ମୋର ବାଇଗଣୀ ପଡିଲା ଆଉ ଗୋଟିଏ ମାତ୍ର ହଳଦିଆ ପଡିଲା। ଭାବିଥିଲି 4ଟା ଲଗେଇଛି 4ଟା ଅଲଗା ଅଲଗା ରଙ୍ଗର ଫୁଲ ଫୁଟିବ ଦେଖିବାକୁ ଭାରି ଭଲ ଲାଗିବ। ଗଛ ବହୁତ ବଢ଼ିଆ ଗ୍ରୋଥ୍ ଥିଲା। ଯେତିକି ହାଇଟ୍ର ହେବା କଥା ତାଠୁ ବୋଧେ 4-5 ଇଞ୍ଚ ଭଳିଆ କମ୍ ଅଛି। କିନ୍ତୁ ଗଛ ଗ୍ରୋଥ୍ ବହୁତ ହି ଭଲ ଅଛି। କଡ଼ ବି ପ୍ରଚୁର ମାତ୍ରାରେ ଆସୁଛି ଆଉ ପାଖୁଡ଼ା ବି ଭଲ ଠିକ୍ ଠାକ୍ ଖୋଲୁଛି। ଆଉ ଗଛକୁ ମୁଁ ଲଗେଇଲା ବେଳେ ରିପୋର୍ଟିଂ କଲାବେଳେ ନର୍ମାଲ ଗାର୍ଡେନ ସଏଲ୍ ଦେଇଥିଲି ଆଉ ତା ସହିତ ମୁଁ କିଛି ବାଲି ମିଶେଇଥିଲି କାହିଁକିନା ଡାଲିଆ ଗଛଟା ଯେତେ ବାଲିରେ ଲାଗିବ ଥଣ୍ଡା ପାଇବ ସେତେ ଇଆର ରୁଟ୍‌ଟା ଡେଭଲପ୍ ହେଇଥାଏ। ଇଏ ଖାଲି ବାଲିରେ ବି ଲଗେଇଲେ ବି ମୋତେ ଲାଗିଥାଏ। ତା ସହିତ କୁଟା ପାଉଁଶ ମିଶେଇଥିଲି ଫଙ୍ଗସ୍ ନ ଲାଗିବା ପାଇଁ। ତା ସହିତ ଭର୍ମି କମ୍ପୋଷ୍ଟ ମୁଁ ଟିକେ ଅଧିକ ମାତ୍ରା ଦେଇଥିଲି। କାରଣ ଆମର ଡାଲିଆ ଗଛଟା ଯେହେତୁ ବହୁତ ହି ଗ୍ରୋଥ୍ କରେ ଜଲ୍ଦି ତ ସେଥିପାଇଁ ୟାର ଡାଳକିନା ବି ବହୁତ ଗୁଡ଼ିଏ ଦିଏ। ସେଇଥିପାଇଁ ମୁଁ ଭର୍ମି କମ୍ପୋଷ୍ଟର ମାତ୍ରା ଟିକେ ଅଧିକା ରଖିଥିଲି। ତ ଏତିକି ସବୁ ମିଶେଇକି ଗଛ ତ ରିପୋର୍ଟିଂ କରିଥିଲି କିନ୍ତୁ ସପ୍ତାହକୁ ମୁଁ ଯେତେବେଳେ ବି ମୋର ଭର୍ମି କମ୍ପୋଷ୍ଟ ଯୋଉଟାକି ମୋର ଲିକ୍ୱିଡ୍ ଫର୍ଟିଲାଇଜର ଘରେ ଆଡ୍ କରେ ଯେମିତି ତିଆରି କରେ ନା ତ ସେଗୁଡ଼ା ଅନ୍ୟ ଗଛରେ ଯେତେବେଳେ ଦେଇଥାଏ ତ ଡାଲିଆ ଗଛରେ ବି ହାଲକା ହାଲକା ଦେଇଥାଏ। ଆଉ ତା ସହିତ ଦେଇଥିଲି ମୋର ରେଡିମେଡ୍ ଯୋଉଟା ମିଳୁଛି ମୋର ଫର୍ଟିଲାଇଜର ଯୋଉଟାକି ଅର୍ଗାନିକ୍‌ର ବୁଷ୍ଟର ସେଥିରୁ ବି ମଧ୍ୟ ମାତ୍ର ଥରେ ଦେଇଥିଲି। ତ ଏମିତି କରିକି ମୋର ଡାଲିଆ ଗଛର ଗ୍ରୋଥ୍‌ଟା ଠିକ୍ ଠାକ୍ ରହିଛି ଆଉ ଫୁଲ ବି ବହୁତ ହି ଭଲ ଫୁଟୁଛି। କିନ୍ତୁ ମନଟେ ଦୁଃଖ ହେଲା ଯେ 3ଟା ଯାକ ଗଛ ଗୋଟିଏ ରଙ୍ଗର ଫୁଲ ଫୁଟିଲା। ତ ସେଥିପାଇଁ ଟିକେ ମନ ଦୁଃଖ ନହେଲେ ବହୁତ ହି ଭଲ ଅଛି। ଆଉ ୟାଠାରୁ ଆହୁରି ସୁନ୍ଦର ଲାଗୁଛି ମୋର ମିନି ଡାଲିଆ ଗଛଟା। କାହିଁକିନା ମିନି ଡାଲିଆର ଗଛ ନା ବହୁତ ହି ବଢ଼ିଆ ସୁନ୍ଦର କଲର୍ ଆସିଛି ପୁରା ରେଡ୍ କଲର୍‌ର। ଆଉ ପାଖୁଡ଼ା ଗୁଡ଼ା ବି ବହୁତ ହି ବଢ଼ିଆ ଲାଗୁଛି। ତ ଆପଣମାନଙ୍କୁ ଗୋଟେ ନେକ୍ସଟ ବ୍ଲଗ୍‌ରେ ସେୟାର କରିବି। କିନ୍ତୁ ଏଇ ଯୋଉ ବଡ଼ ଡାଲିଆର ଗୋଟେ ଆହୁରି ଭଲ କଥା ହେଲା ୟାକୁ ଆପଣ ଯଦି କଟିଂରୁ ଗ୍ରୋ କରିବେ ନା ଏଇ ସମୟରୁ ତାହେଲେ ଏଇ ସମୟରେ ଯୋଉ ଫୁଲ ଗୁଡ଼ାକ ଦେଇ ସାରିଲା ପରେ ଯୋଉ ଆମେ ଡାଳ କିଛି କାଟନ୍ତି ତ ସେ ଡାଳ କାଟିଲା ବେଳେ ନା ସେ ଡାଳ ନ ଫିଙ୍ଗିକି ଆପଣ ଲଗେଇ ପାରିବେ। ସେଇ ଡାଳରୁ ବହୁତ ସହଜରେ ଗଛ ହେଇଥାଏ। କିନ୍ତୁ ଏ ଗଛ ଯଦି ଫୁଲ ଅଧିକା ଦେଇକିରି ଗଛ ନଷ୍ଟ ହେବା ଯାଏ ଆପଣ ଅପେକ୍ଷା କରିବେ ତାପରେ ଯଦି ଡାଳ ଲଗେଇବେ ନା ତାହେଲେ ସେଇ ଡାଳ ଗୁଡ଼ାକ ଟିକେ ଫଙ୍ଗସ୍ ଲାଗିଥାଏ। ଯଦି ଏବେ ଯୋଉ ନୂଆ କୁଆଁ ଦେଉଛି ସେଇ କୁଆଁରୁ ଯଦି ଆପଣ ଲଗେଇବାକୁ ଚେଷ୍ଟା କରିବେ ତାହେଲେ ବହୁତ ଇଜିଲି ଲାଗିଯିବ। ଯେମିତି ଖାଲି ନର୍ମାଲି ଖାଲି ଆମର ବାଲିରେ ବି ମଧ୍ୟ ଲାଗିଯିବ ବିନା ରୁଟିଂ ପାଉଡ଼ରରେ। ତ ମୋର ବି ମଧ୍ୟ ଆପଣ ଚ୍ୟାନେଲରେ ଯାଇକି ଦେଖିପାରିବେ। ମୋର ବି ବହୁତ ଗୁଡ଼ିଏ ଡାଲିଆ ଡାଳ ଲାଗିକି ଗଛ ହେଇଛି। ଆପଣ ଖାଲି ବାଲି ଦେଇକିରି ଲଗେଇ ପାରିବେ ନହେଲେ ମାଟିରେ ବି ବାଲି ମଧ୍ୟ ହାଲକା ମିଶେଇକି ଲଗେଇବେ। କାହିଁକିନା ବାଲିଟା ରହିଲେ ଆମର ଡାଲିଆ ଗଛର ରୁଟ୍‌ଟା ଜଲ୍ଦି ଡେଭଲପ୍ ହେଇଥାଏ। ଆଶା କରୁଛି ଆଜିର ବ୍ଲଗ୍‌ଟି ଭଲ ଲାଗିଥିବ। ରହିଲି ପୁଣି ଦେଖା ହବ ଆଉ ଗୋଟେ ନୂଆ ବ୍ଲଗ୍‌ରେ। ସେ ପର୍ଯ୍ୟନ୍ତ ଯାଇ ଭଲ ରୁହନ୍ତୁ। ଜୟ ଜଗନ୍ନାଥ।